ତୀର୍ଥ ଏବଂ ଅନନ୍ତଙ୍କର ପୂଜାସ୍ଥଳୀ। ଏହି କ୍ଷେତ୍ରରେ ସବୁଦିନେ ଅଳ୍ପ ବା ବହୁତ କିଛି ନା କିଛି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ତାକୁ ଭକ୍ତମାନେ ହିଁ ପାଳନ କରନ୍ତି। ଆଜି ହେଉଛି ଗୋଟିଏ ଦିନ, ଗତକାଲି ମଧ୍ୟ ଗୋଟିଏ ଦିନ ଥିଲା। ଦୁଇଟି ଛୋଟ ପିଲାଙ୍କର ସତ୍ୟନାରାୟଣଙ୍କ ଉଦ୍ଦେଶ୍ୟରେ ଗୋଟିଏ ପାଲା ଥିଲା ଏବଂ ବିଦ୍ୟାରମ୍ଭ ମଧ୍ୟ ଥିଲା। ତେଣୁ ସେହି ପିଲାମାନଙ୍କୁ ବଳିଆ ଶୁଭେଚ୍ଛା ଜଣାଉଛି। ପିଲାମାନେ ହିଁ ଏ ସମାଜର, ଏ ଦେଶର ଭବିଷ୍ୟତ। ଆମେମାନେ ଯେତିକି ବାଟ ଆସିଲୁ, ଆଉ କେତେ ବାଟ ଆମେ ଯିବୁ ବା ଚାଲିବୁ, ତାହା ବର୍ତ୍ତମାନ ସୁଦ୍ଧା କହିହେବନି। ଆଜିର ଜୀବନ କାଲିକି ନାହିଁ। ଆଜିର ଯେଉଁ ଜୀବନ ସେ କାଲିକି ଥିବ କି ନାହିଁ ସନ୍ଦେହ। ଏଇ ଯେଉଁ ସତ୍ୟନାରାୟଣଙ୍କ ଉଦ୍ଦେଶ୍ୟରେ ଗୋଟିଏ ଅନୁଷ୍ଠାନ ତିଆରି ହେଇଛି। ଯେଉଁମାନେ ଏ ଅନୁଷ୍ଠାନଟିକୁ ଠିକ୍ ଭାବରେ ବୁଝିବେ ଏବଂ ଠିକ୍ ଭାବରେ ତାକୁ କରିବେ, ତାହେଲେ ତାଙ୍କର ଅନ୍ୟ କୌଣସି ପୂଜାପୂଜି କରିବା ବି ଆବଶ୍ୟକ ନାହିଁ। ଆପଣମାନେ ଜାଣନ୍ତି, ସମସ୍ତଙ୍କର ଯିଏ ଈଶ୍ୱର ସିଏ ହେଉଛନ୍ତି ଗଣେଶ। ଗଣ ଈଶ ଗଣେଶ। ଗଣେଶଙ୍କର ଅବଦାନ ବା ଗଣେଶଙ୍କର ଆମମାନଙ୍କ ପ୍ରତି କୃପା କ'ଣ? କୃପାଟି କ'ଣ? ଗଣେଶଙ୍କ କୃପା ହିଁ ବିଦ୍ୟା। ସେ ବିଦ୍ୟା ଦିଅନ୍ତି। ଆମର ସବୁ ପୁରୁଣା ବହିରେ ଲେଖା ହେଇଛି ସବୁ, ଲିହି କାଠିଏ ପଢ଼ିଲେ ଗଣେଶ୍ୱର, ବେଦ ବିଦ୍ୟାରେ ଜିଣିଲେ ତିନି ପୁର। ତେଣୁ ଗଣେଶଙ୍କର କୃପା ହେଲେ ପିଲାର ମନରେ ପାଠ ପଢ଼ିବା ପାଇଁ ଆଗ୍ରହ ସୃଷ୍ଟି ହୁଏ। ଗଣେଶଙ୍କ ପରେ ନାରାୟଣଙ୍କର ପୂଜା ହେଉଛି। ନାରାୟଣ କିଏ? ସେ ହେଉଛନ୍ତି ନରନାରାୟଣ। ଏତିକି କହିଲେ ହେବ ନାହିଁ। ନାର ମାନେ ଜଳ। ଜଳକୁ ଆଶ୍ରୟ କରି, ଅୟନ ମାନେ ଆଶ୍ରୟ। ଜଳକୁ ଆଶ୍ରୟ କରି ଯେଉଁ ପୃଥିବୀଟି ରହିଛି, ସେହି ହେଉଛନ୍ତି ନାରାୟଣ। ଗୁରୁ ହେଉଛନ୍ତି ନାରାୟଣ। ପିତା ମାତା ହେଉଛନ୍ତି ନାରାୟଣ। ସୂର୍ଯ୍ୟ ହେଉଛନ୍ତି ନାରାୟଣ। ତେଣୁ ନାରାୟଣ କହିଲେ ଗୋଟେ ସ୍ୱତନ୍ତ୍ର କଥା। ନାରାୟଣଂ ପରାଂ ଦେବା, ନାରାୟଣଂ ପରାଂ କ୍ଷରା, ନାରାୟଣଂ ପରାଂ ଗତି, ନାରାୟଣଂ ପରାଂ ମୁକ୍ତି। ତେଣୁ
ନାରାୟଣ ଏ ଶବ୍ଦଟି ଗଣେଶଙ୍କ ସହିତ ଏହାକୁ ପ୍ରତ୍ୟେକ ଦିନ ଉଚ୍ଚାରଣ କରିବେ। ନାରାୟଣଙ୍କ ପରେ ଆଉ ଯେଉଁ ଦେବତାଙ୍କ ନାଁ ଆମେ କହୁଛୁ ସେ ହେଉଛନ୍ତି ରୁଦ୍ର। ରୁଦ୍ର କହିଲେ ମହାଦେବ ବା ସତ୍ୟମ ଶିବମ ସୁନ୍ଦରମ। ଶିବ ସବୁବେଳେ ମଙ୍ଗଳମୟ। ଶିବ ହେଉଛନ୍ତି ଆମ ଶରୀର ଭିତରେ ଥିବା ଆତ୍ମଶକ୍ତି। ସେ କହିଛନ୍ତି ମମାତ୍ମୈବ ମହାଦେବ। ତାଙ୍କର ଆତ୍ମା ହେଉଛନ୍ତି ମହାଦେବ। ଆଉ ଆମର ଗୋଟେ କିଛି କ'ଣ ଗ୍ରହ ରିଷ୍ଟ ପଇଲେ ଆମକୁ ଯଦି କିଏ ଗୋଟେ ବତେଇ ଦିଏ ଯାଅ ସେ ରୁଦ୍ରାଭିଷେକ କର, ସେଇଗୁଡ଼ିକରେ ଆମେ ଯେତେ ସମୟ ନଷ୍ଟ କରୁ, କିନ୍ତୁ ହରି ଓಂ ନମ ଶିବାୟ ଇଏ ମନ୍ତ୍ରଟିକି ସବୁଦିନେ ଜପ କରିବା ଉଚିତ। ଜପ କରୁଥିବା ବ୍ୟକ୍ତି ହିଁ ସେ ଅନୁଭବ କରିବ ପ୍ରକୃତରେ ଶିବ କିଏ। ଶିବ ହିଁ ମଙ୍ଗଳର ପ୍ରତୀକ। ଗଣେ ନାରାୟଣ ରୁଦ୍ରେ ଅମ୍ବିକା। ଅମ୍ବିକା କହିଲେ ସେ ହେଉଛନ୍ତି ମା। ଅମ୍ବିକା ଯେତେବେଳେ ଆବିର୍ଭାବ ହୋଇଥିଲେ ସେତେବେଳେ ମହିଷାସୁର ନାମକ ଏକ ରାକ୍ଷସ ମୃତ୍ୟୁବରଣ କରିଥିଲା। ତେଣୁ ଆମ ଜୀବନ ଭିତରେ ବା ଆମ ପରିବାର ଭିତରେ, ଆମ ଗାଁ, ଆମ ସହର ଭିତରେ ଯେଉଁ ଅସାମାଜିକ ଲୋକମାନେ ରହିଛନ୍ତି, ବେଳେବେଳେ ଆମକୁ ସବୁ ସେମାନେ ଅଡ଼ୁଆରେ ପକାଉଛନ୍ତି। ସେଇ ଶକ୍ତିର ଦମନ ପାଇଁ ଅମ୍ବିକାଙ୍କୁ ଆରାଧନା କରିବା ଉଚିତ। ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା। ଭାସ୍କର କିଏ? ଭାସ୍କର ହେଉଛନ୍ତି ସୂର୍ଯ୍ୟ। ସୂର୍ଯ୍ୟ ସକଳ ଶକ୍ତିର ଆଧାର। ସୂର୍ଯ୍ୟଙ୍କ ବିନା ଇଏ ପୃଥିବୀରେ କିଛି ବି ରହିବନି। ଇଏ ପାଞ୍ଚଟିକୁ ଏକ ଭାବରେ ସ୍ମରଣ କର। ଏ ପାଞ୍ଚଟି ଯାକ ଯେତେବେଳେ ମିଳିତ ହେଇଯାଆନ୍ତି ସେଇ ପୂଜାର ନାମ ହେଉଛି ସତ୍ୟନାରାୟଣ। ସତ୍ୟ ହିଁ ବ୍ରହ୍ମ ନାରାୟଣ। ସବୁ କଥା ସେଇ ଗୋଟିଏ ସତ୍ୟନାରାୟଣଙ୍କ ଭାବରେ ସବୁ କଥା ଅଛି। କିନ୍ତୁ ଆମ ଭିତରେ ଅନେକ ଭିନ୍ନ ଭିନ୍ନ ଭାବ ଥିବାରୁ ଆମେ କାହାରି କୃପା ଲାଭ କରିପାରୁନା। ସତ୍ୟନାରାୟଣଙ୍କର ପୂଜା, ତାଙ୍କର ପାଲା ବା ତାଙ୍କର ସବୁ ଯାହା ଯାହା ଅଛି, ଯଦି ପ୍ରତ୍ୟେକ ବର୍ଷ ନହେଲେ ବି ଯଦି ମଝିରେ ମଝିରେ କରାଯାଏ ତାହେଲେ ଘରର ଅନେକ ବିପଦ ଆପଦ ନିଶ୍ଚୟ ଖଣ୍ଡନ ହେବ। ତେଣୁ ଇଏ ହେଉଛନ୍ତି ସତ୍ୟନାରାୟଣଙ୍କର ପୂଜା। ଆଜି ବିଶ୍ୱ ଦେଶ ଯେଉଁ ଅବସ୍ଥାରେ ରହିଛି, ଏଥିପାଇଁ ଆମେ ସତ୍ୟନାରାୟଣଙ୍କୁ ପୂଜା କରିବା। ଗଣେଶ, ନାରାୟଣ, ରୁଦ୍ର, ଅମ୍ବିକା, ଭାସ୍କରଙ୍କୁ ପୂଜା କରିବା ଏବଂ ଗୃହର ବିପଦ ଟାଳିବା ପାଇଁ ଆମେ ସମସ୍ତେ ପ୍ରାର୍ଥନା କରିବା। ଗୃହ କହିଲେ ଆମ ଘର, ଗୃହ କହିଲେ ଇଏ ବିଶ୍ୱ ମଧ୍ୟ ଆମର ଘର। ତେଣୁ ସମସ୍ତେ ଏଇ ପାଞ୍ଚଟି ଦେବତାଙ୍କୁ ଗଣେ ନାରାୟଣ ରୁଦ୍ରେ ଅମ୍ବିକେ ଭାସ୍କର ତଥା ଭିନ୍ନ ଭିନ୍ନ ନ କର୍ତ୍ତବ୍ୟ ପଞ୍ଚଦେବ ନମସ୍ତୁତେ।
ଏଇ ପଞ୍ଚଦେବ ହେଉଛନ୍ତି ପଞ୍ଚ ମହାଭୂତ ପଞ୍ଚ ପରମେଶ୍ୱର। ତେଣୁ ସମସ୍ତେ ତାଙ୍କରି କୃପା ଲାଭ କରନ୍ତୁ। ତାଙ୍କ କୃପାରେ ଆମର ସବୁକିଛି ଦୂରୀଭୂତ ହେବ। ଏତିକି କହି କଥା ରଖିବା।